ପାଞ୍ଚ ଦିନ ଧରି ଧୁମଧାମରେ ଚାଲିଛି ହରିରାଜପୁର ମେଳଣ। ଧାଡ଼ି ଧାଡ଼ି ହୋଇ ଏକାଠି ହୋଇଛନ୍ତି 85ଟି ବିମାନ। ଚାଲିଛି ଫଗୁ ଖେଳ। ହଜାର ହଜାର ଶ୍ରଦ୍ଧାଳୁ ବିଛେଇ ଚାଲିଛନ୍ତି ଫଗୁ। ଆଉ ବିଭିନ୍ନ ରଙ୍ଗର ଫଗୁରେ ରଙ୍ଗୀନ ହେଉଛନ୍ତି ଠାକୁର। ଏଠି ଶ୍ରଦ୍ଧାଳୁ ପ୍ରଭୁଙ୍କୁ ବିମାନରେ ଫୁଲ ନୁହେଁ ବରଂ ଫଗୁ ପକାଇଥାନ୍ତି, ଯାହା ଏହି ମେଳନର ମୁଖ୍ୟ ଆକର୍ଷଣ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଛୁଟି ଆସିଥାନ୍ତି ହଜାର ହଜାର ମାନସିକଧାରୀ। ଥାନପତି ପଶ୍ଚିମ ଶମ୍ଭୁ ସୋମନାଥ ନିମନ୍ତ୍ରଣରେ ଆଖପାଖ ଅଞ୍ଚଳରୁ 85ଟି ବିମାନରେ ଆସିଥାନ୍ତି ଦେବାଦେବୀ। ଘଣ୍ଟ ଘଣ୍ଟା ଓ ସଂକୀର୍ତ୍ତନରେ କମ୍ପିଥାଏ ହରିରାଜପୁର ମେଳଣ ପଡ଼ିଆ। କେବଳ ଠାକୁର ଦର୍ଶନ ନୁହେଁ, ଶ୍ରଦ୍ଧାଳୁମାନେ ବିମାନରେ ଠାକୁର ଦର୍ଶନ ପରେ ଏଠାରେ ଖୋଲିଥିବା ବିଭିନ୍ନ ଦୋକାନ ବଜାରର ମଜା ନେଇଥାନ୍ତି। ଯେହେତୁ ଗୋଟାଏ ସ୍ଥାନରେ ଘରକରଣା ସାମଗ୍ରୀଠୁ ଆରମ୍ଭ କରି ଚଟପଟା ଖାଦ୍ୟ ମିଳିଥାଏ, ତେଣୁ ଏହାକୁ ହାତଛଡ଼ା କରିବାକୁ କେହି ବି ଭୁଲି ନଥାନ୍ତି। ଲକ୍ଷାଧିକ ଲୋକଙ୍କ ସମାଗମ ଯୋଗୁଁ ବ୍ୟବସାୟୀମାନଙ୍କ ବ୍ୟବସାୟ ଖୁବ୍ ଜମିଥାଏ। ଫଗୁ ଖେଳ ସହିତ ହରିରାଜପୁର ମେଳନର ଆଉ ଏକ ଆକର୍ଷଣ ହେଉଛି ଆତସବାଜି। ଏହି ମେଳନରେ ବିଭିନ୍ନ ପ୍ରକାରର ବାଣ ଫୁଟିଥାଏ, ଯାହାକୁ ଲୋକେ ଉପଭୋଗ କରିଥାନ୍ତି। ରଙ୍ଗ ବେରଙ୍ଗର ଫଗୁ ସହିତ ଭକ୍ତ ଓ ଭଗବାନଙ୍କର ମିଳନ ସରିଛି। ଆଉ ଥରେ ଭକ୍ତଙ୍କର ଭଗବାନଙ୍କର ସାନ୍ନିଧ୍ୟ ପାଇବା ପାଇଁ ରହିବ ବର୍ଷକର ଅପେକ୍ଷା। କରାଯାଏ ପାଣି ଲାଗି ହେଲା ପରେ ସବୁ ଯେଉଁ 82 ଦୋଳ ଅଛି, 82 ଦୋଳ ଏବଂ ରତ୍ନମଣ୍ଡପ ଇଏ ମିଶିକି 85 ଆମର ଇଏ କରାଯାଏ। 85 ଠାକୁରଙ୍କର ହାଣ୍ଡି ଭୋଗ ସକାଳ ବାଳ ଭୋଗ ନୀତିକାନ୍ତି ସରିଯାଇଛି। ବାଳ ଭୋଗ ପରେ ଆମର ଅଧରପଣା ନୀତିକାନ୍ତି ଆରମ୍ଭ ହୋଇଯାଇଛି ଏବଂ ବାଳ ଭୋଗ ଯେମିତି ନୀତିକାନ୍ତି ଏବଂ ଶଙ୍କୁଡ଼ି ଧୂପ ଯେମିତି ହେଲା ପରେ ଠାକୁରଙ୍କର ନୀତିକାନ୍ତି ପ୍ରାୟ 7ଟାରୁ ଆରମ୍ଭ ହୋଇସାରିଲାଣି। ଏବେ ଠାକୁରଙ୍କର ସବୁ ବାଳ ଭୋଗ, ହାଣ୍ଡି ଭୋଗ ଏବଂ ପଣା ଭୋଗ, ତା ସହିତ ସଢ଼େଇ ଡାଲା ଭୋଗ ଏବଂ ନୀତିକାନ୍ତି ସହିତ ଏବେ କାରୁକାର୍ଯ୍ୟ ଆରମ୍ଭ ହୋଇସାରିଲାଣି ଠାକୁରଙ୍କର। ଏବଂ ସବୁ ଠାକୁରଙ୍କୁ ଫଗୁ ଆଉ ବେଲପତ୍ର, ପଇଡ଼ ଏସବୁ ନୀତିକାନ୍ତିରେ 108 ପ୍ରକାର ଭୋଗ, ମାନେ କୋଳା ଭୋଗ, ନଡ଼ିଆ ଭୋଗ ଆଉ ଚୁଡ଼ା ଭୋଗ, ଫଳ ଭୋଗଠୁ ଧରିକି ବହୁତ ପ୍ରକାର ଭୋଗ ହାଣ୍ଡି ସରିଯାଇଛି। ମାନେ ଏମିତି ଦିଲ୍ଲୀ ବମ୍ବେରୁ ବି ଲୋକ ଏଠିକି ଆସୁଛନ୍ତି। ତେଣୁକରି ସବୁ ଜାଗାରେ ଯଦି ଭୋଗ ପ୍ରିୟ ହୋଇଥାନ୍ତି, ଏଠି ଇଏ ଫଗୁ ପ୍ରିୟ। ଫଗୁରେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଠି ଯେଉଁ କହୁଛନ୍ତି ନଡ଼ିଆ କଦଳୀ ଆକୁ ଭୋଗ, ଇଏ ନୁହଁ, ଏଠି ପ୍ରଭୁଙ୍କର ମାନେ ଫଗୁରେ ଭୋଗ ହୁଏ। ବିଶ୍ୱାସ କରାଯାଏ ଯେ ଫଗୁ ପକେଇଲା ବେଳେ ଆପଣ ଯାହାବି ଆମର ତ ମନସ୍କାମନା ସେମିତି ସଂସାର ମଙ୍ଗଳମୟ ହେଉଛି, ଯିଏ ଯାହା ମନସ୍କାମନା କରିଥାଏ ତା ମନସ୍କାମନା ପୂରଣ ହୁଏ। ତେଣୁ ଫଗୁ ଭୋଗ ଇଏ ଫଗୁ ଏଠାର ବହୁତ ପ୍ରିୟ ଠାକୁରଙ୍କ। ଆଉ ଫଗୁଟା ପ୍ରିୟ ଏତିକି ଯେ ଆମେ ଭୋଗ କଲେ ଭୋଗ କରିବାଟା ଏତେ ଅସମ୍ଭବ। ଫଗୁ ସମସ୍ତେ ପକେଇ ପାରିବେ। ତାମାନେ ପ୍ରସାଦ ଫଗୁ ଗୋଟେ ଭଗବାନଙ୍କର ଗୋଟେ ପ୍ରସାଦ। ହରିହର ହରିହର ମିଳନ ମାନେ ଆପଣଙ୍କର ବିଷ୍ଣୁ ଶିବ ଏମାନଙ୍କର ମାନେ ମିଳନ ଗୋଟେ। ତେଣୁ ପଶ୍ଚିମାଞ୍ଚଳ ସେପଟେ ସୋମନାଥ ଆଉ ଏକାଠି ବର୍ଷକେ ଥରେ ମିଳନ ହୁଏ ତାଙ୍କର। ହର୍ଷ ଉଲ୍ଲାସରେ ଗତ ବର୍ଷ ଅପେକ୍ଷା ଏ ବର୍ଷ ବହୁତ ଭଲ ଅଛି। ମାନେ ଏ ବର୍ଷ ପାଗ ଭଲ ଅଛି, ଦୋକାନ ବଜାର ଅଧିକା ବି ଅଛି। ଆମେ ମାନେ ଆମକୁ ବି ଆମେ ଯେତିକି ପରିଶ୍ରମ ବି ଆମେ କରୁଛୁ, ଆମେ ଜାଣୁଛୁ ହେଲା କ'ଣ ହେଉଛି। ଏ ବର୍ଷ ଭଲ ଅଛି ଆର ବର୍ଷ। କ'ଣ କେମିତି ହେଉଛି ବେପାର? ଗତ ବର୍ଷ ଅପେକ୍ଷା ଏ ବର୍ଷ ଭଲ ଅଛି। ତଥାପି ହାରାହାରି ବିଡ଼ା କେତେ ଟଙ୍କା ରହିଛି? ବେପାର ଭଲ ହେଉଛି ତ? ପ୍ରଥମ ଆଜି ଯେଉଁ ପ୍ରଥମ ହରିରାଜପୁର ବୁଲିଲେ କେମିତି କ'ଣ ଲାଗିଲା? ହଁ, ମୋତେ ବହୁତ ଭଲ ଲାଗିଲା। ଆଣ୍ଡ ଓଡ଼ିଶାରେ ଏଇଟା ମୁଁ ଏବେ ହିଁ ଆସିଛି, ତ ମୋତେ ବହୁତ ସାରା ଭଲ ଲାଗିଲା। ମାନେ ଓଡ଼ିଶାର କଲଚର ଆଣ୍ଡ ସବୁ କିଛି ଦେଖିବାକୁ। ଏ ଯେଉଁ ଫଗୁ ଖେଳ ହେଲା, ଫଗୁ ଖେଳିଲେ ହଁ କେମିତି ଲାଗିଲା କ'ଣ? ହଁ, ବହୁତ ସାରା ଭଲ ଲାଗିଲା। ହରିରାଜପୁର ମେଳନ ପଡ଼ିଆରୁ ବିଭୂତିଭୂଷଣ ତରାଇଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।